ଶ୍ୱଶୁରଙ୍କ ପେନସନ ଟଙ୍କା ହଡପ ସହିତ ଘର ଭଡ଼ା ଟଙ୍କା ହାତେଇବା ପାଇଁ ବୋହୂ କରିଥିଲେ ଜବରଦସ୍ତ ଷଡ଼ଯନ୍ତ୍ର। ଭଲ ଭଲ କଥା କହି ଗାଁରୁ ଶାଶୁଙ୍କୁ ନେଇ ଆସିବା ପରେ ଘରେ ସାହାଯ୍ୟ କରିବା ବାହାନାରେ ଦିନ ରାତି ଖଟାଉଥିଲେ। ହେଲେ ଯେତେବେଳେ ଏହି କଥା ଶାଶୁ ଜାଣିଗଲେ ତାଙ୍କ ମୁଣ୍ଡ ଖରାପ ହୋଇଗଲା। କିଛି ଦିନ ପରେ ସେ ଏକ ଏମିତି ଉପାୟ କଲେ ବୋହୂର ସବୁ ଯୋଜନା ପଣ୍ଡ ହୋଇଗଲା। ଆଉ 1 ବର୍ଷ ପରେ ଶାଶୁ ସେ ସହରରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଗଲେ। 80 ବର୍ଷ ବୟସରେ ବି ଶାଶୁଙ୍କର ଥାଟ ବାଟ ଦେଖିକି ଯେ କେହି ବି ତାଜୁବ ହୋଇଯାଉଥିଲେ। ଏକ ମଧ୍ୟବିତ୍ତ ପରିବାରର ଜବରଦସ୍ତ କାହାଣୀକୁ ପୁରା ଦେଖିବାକୁ ଭୁଲିବେନି। ଆରେ ଶୁଣୁଛ, ମୋ ମନରେ ଗୋଟିଏ କଥା ଆସୁଛି। କାଲି ବାପା ପରଲୋକ ଗମନ କରିବାର 1 ମାସ ହୋଇଯିବ। ଚାଲ ଆମେ ସବୁ ଗାଁକୁ ଯିବା। ସ୍ତ୍ରୀ ସୀମା এই କଥା କହିଲେ ତ ଦାଢ଼ି କାଟୁଥିବା ସାଗର ଚମକି ପଡ଼ିଲେ। ଚମକି ପଡ଼ି ନିଜ ଗାଲ ବି କାଟିଦେଲେ। ସେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ସ୍ତ୍ରୀ କହିଲେ କି ମୋର ତ ଚିନ୍ତା ବଢ଼ିଗଲାଣି। ମା କେଜାଣି କେମିତି ଏକୁଟିଆ ରହୁଛନ୍ତି। ଏଇ ବୟସରେ ସେ ଏକୁଟିଆ ରହିବା କ'ଣ ଏତେ ସହଜ? ନିଜ ସ୍ତ୍ରୀଙ୍କର ଏମିତି କଥା ଶୁଣି ସେ ତାଙ୍କୁ ଅନେଇକି ରହିଗଲେ। ଆଉ ଟିକେ ପରେ କହିଲେ କି ଆଜି ଅଚାନକ କେମିତି ଗଙ୍ଗା ଓଲଟା ବହିବାକୁ ଲାଗିଲେ ମ? ମୋ କହିବା ଅର୍ଥ ହେଲା କି ତମ ମନରେ ଏମିତି କ'ଣ ଚାଲିଛି କି ମୋ ମାଙ୍କର କଥା ଏତେ ମନେ ପଡ଼ିଲା? ସେଠୁ ସୀମା କହିଲେ କି ଆରେ ଆଗ ଆଉ ଏବେ କଥା ପୁରା ଅଲଗା। ପ୍ରଥମେ ତ ବାବା ଓ ମା ସାଥୀ ହୋଇକି ରହୁଥିଲେ, ପରସ୍ପରର ଯତ୍ନ ନେଉଥିଲେ। କିନ୍ତୁ ଏବେ ତ ବାବା ନାହାନ୍ତି ନା। ତେଣୁ ବୃଦ୍ଧାବସ୍ଥାରେ ଯଦି ମାଙ୍କର କିଛି ସମସ୍ୟା ହୁଏ ତାହେଲେ କିଏ ସମ୍ଭାଳିବ? ତମେ ତ ଜାଣିଛ ସମ୍ପର୍କୀୟ ଓ ଗାଁ ଲୋକେ କେମିତି ସଜ କଥାରେ ପୋକ ପକେଇ ଦିଅନ୍ତି। ସେମାନେ କ'ଣ ଭାବିବେ କି ମୁଁ ତାଙ୍କର ଏମିତି ଅବସ୍ଥାରେ ଯତ୍ନ ନେଇ ପାରୁନି ବୋଲି? ନା ବାବା ନା, ମୁଁ ଏମିତି କଥା ଶୁଣିପାରିବିନି। ତମେ ଜଲ୍ଦି ଯାଇ ମାଙ୍କୁ ନେଇ ଆସ। ଏହା କହିକି ସୀମା ସେଠୁ ପଳେଇଲେ। କିନ୍ତୁ ସାଗର ସେମିତି ଆଶ୍ଚର୍ଯ୍ୟରେ ଛିଡ଼ା ହୋଇ ରହିଗଲେ। ସେ ଭାବିବାକୁ ଲାଗିଲେ କି ଏବେ ଏବେ ଯିଏ ଏଠାରେ ଛିଡ଼ା ହୋଇଥିଲେ ସେ ମୋ ସ୍ତ୍ରୀ ସୀମା ତ? କି ତା ଚେହେରାର ଆଉ କିଏ? କାହିଁକି ନା ମୋ ସ୍ତ୍ରୀ ଏମିତି କଥା କେବେ ବି ସ୍ୱପ୍ନରେ ବି ଭାବିନଥିବ। ଆଉ କହିବା ତ ଦୂରର କଥା। ମୋ ମାର ଏତେ ଚିନ୍ତା ଭାବିକି ମୁଁ ମନେ ମନେ ହସିଥିଲି କି ସମୟ ସାଥିରେ ସୀମା କେମିତି ବଦଳି ଯାଇଛନ୍ତି। ଯେଉଁ କଥା ସେ କହିଲେ ସେଥିରେ କିଛି ବି ଭୁଲ ନଥିଲା। ଏମିତି ଭାବିକି ସେ ନିଜ ମାକୁ ଫୋନ କଲେ। କହିଲେ କି ମା, ମୁଁ ଭାବୁଥିଲି କି ଏବେ ତ ବାବା ଆଉ ନାହାନ୍ତି, ଆଉ ତମେ କେତେ ଦିନ ଚାକରଙ୍କ ସହାୟତାରେ ଏକୁଟିଆ ରହିବ। ତମେ ଏଇଠିକୁ ପଳେଇ ଆସ। ସେଠୁ ନିଜ ପୁଅ କଥା ଶୁଣି ମା କହିଲେ କି ପୁଅ, ମୁଁ ଜାଣିଛି କି ମୋ ପାଇଁ ତୋର କେତେ ଚିନ୍ତା ଅଛି। କିନ୍ତୁ ସମସ୍ତେ ଜାଣିଛନ୍ତି ଯେ କି ତୋ ସ୍ତ୍ରୀ ସୀମାର ବ୍ୟବହାର ମୋ ପାଇଁ ବହୁତ ଖରାପ। ତୋ ବାବାଙ୍କ ପେନସନ ଟଙ୍କା ତ ମୋତେ ମିଳିଯାଉଛି। ଆଉ ଏଇ ବୟସରେ ମୁଁ ଟିକେ ସମ୍ମାନର ସହିତ ବଞ୍ଚିବାକୁ ଚାହେଁ। ତେଣୁ ଭଲ ହେବ ମୋତେ ଏଠାରେ ରହିବାକୁ ଦେ। ମାଙ୍କ ପେନସନ କଥା ଶୁଣି ସାଗର ଭାବିବାକୁ ଲାଗିଲେ କି କାଳେ ମାର ପେନସନ ଟଙ୍କା ଲୋଭରେ ସେ ଏମିତି କହୁନାହିଁ ତ? ନା ନା, ସୀମା ଏତେ ବି ଖରାପ ନୁହେଁ। ନିଜ ମନକୁ ବୁଝେଇ ମାକୁ କହିଲେ କି ମା, ତମେ ଏକୁଟିଆ ହୋଇଗଲେ ଭଲ ଲାଗିବନି। ଆଉ ମୁଁ କଥା ଦେଉଛି କି ତମ ଇଜ୍ଜତ ଖରାପ ହେବନି। ତମ ବୋହୂ ହିଁ ମୋତେ ତମକୁ ଡାକିବା ପାଇଁ କହିଛି। ତା ବ୍ୟବହାର ବି ବଦଳି ଗଲାଣି। ଏବେ ସେ ତମ ଚିନ୍ତା କରୁଛି। ପୁଅ କଥା ଶୁଣି ମା କହିଲେ କି ପୁଅ, ଏଟା ତ ଭଲ କଥା। ମୋ ପାଇଁ ଆଉ କ'ଣ ଦରକାର? ଯଦି ବୋହୂ ତା ଶାଶୁ କଥା ଭାବୁଛି ତାହେଲେ ଏହାଠୁ ବଳି ଆଉ କ'ଣ ଅଛି? ସେଠୁ ସାଗର କହିଲେ କି ମା, ଏବେ ତମେ ନିହାତି ଆସିବ। ତମର ବି ଏ ବୟସରେ ନାତି ନାତୁଣୀଙ୍କ ସହିତ ସମୟ ବିତାଇବା ଦରକାର। ଜେଜେବାପା ଓ ଜେଜେମା ତ ପିଲାଙ୍କୁ ସଂସ୍କାର ଦେଇଥାନ୍ତି। ଏହି ସମୟରେ ସୀମା ବି ରୁମରୁ ବାହାରି ଆସିଲେ। ଆଉ ସାଗରଙ୍କ ଠାରୁ ଫୋନ ନେଇ କହିଲେ କି ମା, ଟିକେ ଭାବନ୍ତୁ ବାହାର ଲୋକ କ'ଣ କହିବେ? କହିବେ କି ପୁଅ ବୋହୂ ଥିବା ସତ୍ତ୍ୱେ ବି ମାକୁ ଚାକରଙ୍କ ପାଖରେ ଛାଡ଼ି ଦେଇଛନ୍ତି। ନିଜ ଲୋକ ଆଉ କେତେବେଳେ କାମରେ ଆସିବେ? ସୀମାଙ୍କର ମିଠା ମିଠା କଥା ଶୁଣି ଶାଶୁ ଖୁସି ହୋଇଗଲେ। ଆଉ ପୁଅ ବୋହୂ ସାଥିରେ ରହିବା ପାଇଁ ହଁ କରିଦେଲେ। ପରଦିନ ସୀମା ସାଗର ଗାଁରେ ପହଞ୍ଚିଗଲେ। 2 ଦିନ ରହିବା ପରେ ମାକୁ ସାଥିରେ ଆଣିବା ପାଇଁ ପ୍ରସ୍ତୁତି କରିଦେଲେ।
ସୀମା କହିଲେ କି ମା ବାବାଙ୍କର ଯାହା ବି ଜରୁରୀ କାଗଜ ଅଛି ନେଇ ଆସନ୍ତୁ, କେତେବେଳେ କାମରେ ଆସିବ। ଆଉ ଆମ ଘରକୁ ବି ଭଡ଼ାରେ ଦେଇଦବା ଭଲ। ଘର ସଫା ରହିବା ସହିତ ଟଙ୍କା ବି ଆସିବ। ସାଗର କହିଲେ କି ମା ଏକଥାର ନିଷ୍ପତ୍ତି ନେବେ। ମୁଁ ତ ଚାହୁଁଛି ମାର ବୃଦ୍ଧାବସ୍ଥା ପୁରା ଭଲରେ କଟୁ, ପୁରା ସମ୍ମାନର ସହିତ ସେ ଜିଉ। ଆଉ ଏ କଥାରେ ବି ସହମତି ଜଣେଇଲେ ସୀମା। ମା କହିବା ପରେ ସେ ଘରକୁ ଜଣେ ଲୋକକୁ ଭଡ଼ାରେ ଦିଆଗଲା। ଆଉ ସମସ୍ତେ ସହରକୁ ପଳେଇ ଆସିଲେ। ଏବେ ସାଗରଙ୍କ ମା ଶାନ୍ତି ଦେବୀଙ୍କର ଜୀବନ ବଦଳିଗଲା। ଯେମିତି ସ୍ୱାମୀଙ୍କ ସହିତ 42 ବର୍ଷ ଖୁସି ଖୁସି ବିତିଗଲା, ସେମିତି ବି ଆଗ ଜୀବନ ବିତିଯିବ। କିନ୍ତୁ ଗାଁରେ ଯେମିତି ପାଖ ପଡ଼ୋଶୀ ସୁଖ ଦୁଃଖରେ ସାମିଲ ହେଉଥିଲେ, ସହରରେ ସେମିତି କିଛି ବି ନଥିଲା। ତଥାପି ନିଜ ପୁଅ ଓ ନାତି ନାତୁଣୀ ସହିତ ସେ ଖୁସିରେ ଥିଲେ। କିଛି ଦିନ ଯାଏ ତ ସବୁ ଭଲ ଚାଲିଥିଲା। ଶାନ୍ତି ଦେବୀ ଭଲରେ ସେବା କରୁଥିଲେ। ନାତି ନାତୁଣୀ ବି ସବୁବେଳେ ଜେଜେମା ଜେଜେମା କହି ପାଖ ଛାଡୁନଥିଲେ। ତେଣୁ ଶାନ୍ତି ଦେବୀ ବି ଖୁସିରେ ରହୁଥିଲେ। ଶାନ୍ତି ଦେବୀ 2 ବର୍ଷର ନାତିକୁ ଭଲରେ ସମ୍ଭାଳିକି ରଖିଥିଲେ। ଶାନ୍ତି ଦେବୀ ଆସିବା ପରେ ଘରର ସବୁ କାମ ସମ୍ଭାଳିଥିଲେ। ଆଉ ରୋଷେଇରେ ବୋହୂକୁ ବି ସାହାଯ୍ୟ କରିଦେଉଥିଲେ। ଏମିତି 2-3 ବର୍ଷ ପରେ ସୀମା ଧୀରେ ଧୀରେ ଘର କାମକୁ ଠକିବାକୁ ଲାଗିଲେ। ପ୍ରାୟ ସମୟ ସୀମା ଟିଭି ଦେଖୁଥିଲେ। ଦେହ କାଟୁଛି ବାହାନା କରି ସାରା ଦିନ ଆରାମ କରୁଥିଲେ। ଆଉ ଦିନ ସାରା ଖାଇବା ତିଆରି କରିବାଠୁ ଆରମ୍ଭ କରି ବାସନ ଧୋଇବା ପର୍ଯ୍ୟନ୍ତ ସବୁ କାମ ଶାନ୍ତି ଦେବୀ କରୁଥିଲେ। ତା ସହିତ କିଛି ନା କିଛି ଅଲଗା ଆଇଟମ ବି କରିବାକୁ ମାକୁ କହୁଥିଲେ। ମା, ତମ ହାତରେ ପନିର ତରକାରୀ ବହୁତ ଭଲ ଲାଗୁଛି। ଆଜି ବହୁତ ଇଚ୍ଛା ହଉଛି, କରିଦେବ କି ଟିକେ? ଶାନ୍ତି ଦେବୀ ବି କରିଦେଉଥିଲେ। କଥାକୁ ନେଇ ସେ କିଛି ବି ଖରାପ ଭାବୁନଥିଲେ। ଦିନେ ଘରର ଚାକରାଣୀ ଆସିଲାନି, ତେଣୁ ଶାନ୍ତି ଦେବୀ ପୁରା ଘର ସଫା କରୁଥିଲେ। ଆଉ ସୀମା ଫୋନରେ ବ୍ୟସ୍ତ ଥିଲେ। ଦେଖୁ ଦେଖୁ 2 ବର୍ଷର ନାତିର ଅଚାନକ ଗୋଡ଼ ଖସିଗଲା। ଆଉ ସେ ପଡ଼ିଯାଇ କାନ୍ଦିବାରେ ଲାଗିଲା। ଶାନ୍ତି ଦେବୀ ଦୌଡ଼ି ଯାଇ ତାକୁ ଉଠେଇ ଧରିଲେ। ଫୋନରେ ବ୍ୟସ୍ତ ଥିବା ସୀମା ଏକଥା ଜାଣିବା ପରେ ଶାନ୍ତି ଦେବୀଙ୍କ ଉପରେ ଜୋର ଜୋର ଚିଲେଇବାରେ ଲାଗିଲେ। ମା, ଅସନା ହାତରେ ତମେ କେମିତି ମୋ ପୁଅକୁ ଧରିଦେଲ? ଇନଫେକ୍ସନ ହୋଇଯିବ। ଏତିକି କହି ସୀମା ଶାନ୍ତି ଦେବୀଙ୍କ ହାତରୁ ପୁଅକୁ ନେଇ ଆସି ରୁମକୁ ପଳେଇଲେ। ଆଉ ଶାନ୍ତି ଦେବୀ ସେମିତି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ। ସେଦିନଠାରୁ ସୀମା ନିଜ ଛୋଟ ପୁଅକୁ କେବେ ବି ଶାନ୍ତି ଦେବୀଙ୍କ ପାଖକୁ ଯିବାକୁ ଦେଲାନି। ଆଉ ପ୍ରତିଦିନ ଶାନ୍ତି ଦେବୀଙ୍କ କାମରେ କିଛି ନା କିଛି ଖୁଣିବାକୁ ଲାଗିଲା। ଏହି କଥା ଶାନ୍ତି ଦେବୀଙ୍କୁ ଭିତରେ ଭିତରେ ଭାରି କଷ୍ଟ ଦେଉଥିଲା। ସାଗରକୁ ମନେ ମନେ ଲାଗୁଥିଲା କି ମା ଏଠିକୁ ଆସିବା ପରେ ତାକୁ ଅଧିକ ପରିଶ୍ରମ ପଡ଼ିଯାଉଛି। ଆଉ ସେ ସୀମାକୁ କହିଲେ କି ଏବେ ମାର ବୟସ ହୋଇଗଲାଣି, ତେଣୁ ମାକୁ ବେଶୀ କାମ କରିବାକୁ ଦିଅନି, ଏବେ ତାର ଆରାମ କରିବାର ସମୟ। ସାଙ୍ଗେ ସାଙ୍ଗେ ସୀମା କହିଲେ କି ମା ଏମିତି କଣ କରୁଛନ୍ତି କି? ଏ ବୟସରେ ଅଳ୍ପ ବହୁତ କାମ କରୁଥିଲେ ହାତ ଗୋଡ଼ ଠିକ ରହିବ। ଆଉ ମୁଁ ଏମିତି କଣ ପାହାଡ଼ ଖୋଳିବା ପାଇଁ କହିଦେଇଛି କି? ଘରର ଟିକେ ବହୁତ କାମ ତ କରୁଛନ୍ତି। ସୀମାଙ୍କ କଥା ଶୁଣି ସାଗର ଚୁପ୍ ହୋଇଗଲେ। ଆଉ ଶାନ୍ତି ଦେବୀ ବି ପୁଅ ବୋହୂଙ୍କ କଥା ଶୁଣିଦେଲେ, ହେଲେ କାହାକୁ କିଛି ବି କହିଲେନି। କାରଣ ସେ ଏଇ କଥା କହି ପୁଅ ବୋହୂଙ୍କ ଭିତରେ ଗଣ୍ଡଗୋଳ ସୃଷ୍ଟି କରିବାକୁ ଚାହୁଁନଥିଲେ। ଦିନେ ସାଗର ଅଫିସ ଯିବା ସମୟରେ ଶାନ୍ତି ଦେବୀ ଔଷଧ ଚିଠା ଧରେଇ କହିଲେ କି ପୁଅ, ମୋ ପାଇଁ ଔଷଧ ନେଇକି ଆସିବୁ। ପୁଅ ହଁ କରି ଚିଠା ନେଇ ପଳେଇଲେ। ହେଲେ ସ୍ୱାମୀ ଯିବା ପରେ ସୀମା କହିଲେ କି ଖରାପ ଭାବିବେନି, ଗୋଟିଏ କଥା କହିବି, ଆପଣ ଆସିବା ପରେ ଆମ ଖର୍ଚ୍ଚ ବଢ଼ିଯାଇଛି। ଆଉ ପୁଅଙ୍କ ଦରମା ବି ସେତିକିରେ ଅଟକି ଯାଇଛି। ଆଉ ଏଇଟା ଭଡ଼ା ଘର, ତେଣୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଉଛି। ତେଣୁ ଆପଣ ଗାଁ ଘର ଭଡ଼ା ଟଙ୍କା ଓ ବାବାଙ୍କ ପେନସନ ଟଙ୍କା ଆମକୁ ଦେଇଦିଅନ୍ତୁ। ଫଳରେ ଏଠାରେ ଆମେ ଟିକେ ଭଲରେ ଚଳିପାରିବା। ସୀମା କଥା ଶୁଣି ଶାନ୍ତି ଦେବୀ ଭାବିଲେ କି ମୁଁ କେତେ ବୋକି ଥିଲି। ବୋହୂକୁ ଭଲରେ ଜାଣିକି ବି କେମିତି ଭାବିଦେଲି କି ସେ ଭଲ ହୋଇଯାଇଛି ବୋଲି, ଆଉ ଏଇ ବୟସରେ ମୋର ଯତ୍ନ ନେବ ବୋଲି। ପୁଣି ପର ମୁହୂର୍ତ୍ତରେ ଭାବିଲେ କି ଯଦି ପୁଅର ଟଙ୍କା ଦରକାର ହେଉଛି ତାହେଲେ ଦେଇଦେଲେ କିଛି ଅସୁବିଧା ନାହିଁ। ଆଉ ଏକଥା ଭାବିକି ସେ ଘର ଭଡ଼ା ଟଙ୍କା ପେନସନ ଟଙ୍କା ଦେବା ପାଇଁ ହଁ କରିଦେଲେ। ଦିନେ ଶାନ୍ତି ଦେବୀ ବାଲକୋନିରେ ବସି ସାମ୍ନାରେ ଥିବା ପାର୍କକୁ ଅନେଇଥିଲେ। କେତେଥର ଭାବୁଥିଲେ କି କିଛି ସମୟ ପାଇଁ ବାହାରେ ବୁଲିକି ଆସିବି,
କିନ୍ତୁ ଘର କାମରେ ଫୁର୍ସତ ମିଳୁନଥିବାରୁ ଯାଇପାରୁନଥିଲେ। କିନ୍ତୁ ଆଜି ବୋହୂର ଏମିତି କଥା ଶୁଣିକି ତାଙ୍କ ହୃଦୟରେ ଯେମିତି କଣ୍ଟା ଫୁଟି ଯାଇଥିଲା। ଏଥିପାଇଁ ସେ କାମର ଚିନ୍ତା ଛାଡ଼ି ସନ୍ଧ୍ୟାବେଳେ ପାର୍କକୁ ପଳେଇଲେ। ଆଉ ସନ୍ଧ୍ୟା 7ଟାରେ ଘରକୁ ଫେରିଲେ। ଆସିକି ଦେଖିବା ବେଳକୁ ସୀମା କାହା ସହିତ ଫୋନରେ କଥା ହେଉଥିଲେ। ଫୋନରେ ଏତେ ବ୍ୟସ୍ତ ଥିଲେ କି କିଏ ଆସିଲା କିଏ ନ ଆସିଲା କିଛି ବି ଜାଣିପାରୁନଥିଲେ। ସୀମା କହୁଥିଲେ କି ଆରେ ମା, ତମ ଆଇଡିଆ ତ ବଢିଆ କାମ ଦେଲା। ଘରର ସବୁ କାମ ଶାଶୁ କରୁଛନ୍ତି। ଖାଇବା ତିଆରି କରିବାଠୁ ବାସନ ମାଜିବା, କପଡ଼ା ସଫା କରିବାଠୁ ପିଲାଙ୍କର ଦାୟିତ୍ୱ ସବୁ କାମ ମୋ ଶାଶୁ କରିଦେଉଛନ୍ତି। ଏବେ ମତେ କିଛି ବି କରିବାକୁ ପଡୁନି। ତା ସହିତ ଗାଁ ଘରର ଭଡ଼ା ଟଙ୍କା ଓ ଶ୍ୱଶୁରଙ୍କ ପେନସନ ବି ମୋ ହାତକୁ ଆସୁଛି। ତମ ଝିଅ ତ ଏବେ ଅଏସ୍ କରୁଛି। ବୋହୂ କଥା ଶୁଣି ଶାନ୍ତି ଦେବୀ ଆଚମ୍ବିତ ହୋଇଗଲେ। ଭିତରୁ ସେ ଭାଙ୍ଗି ପଡ଼ିଲେ। ଆଜି ସେ ଗାଁରୁ ସହରକୁ ଆସିବା ପାଇଁ ପଶ୍ଚାତାପ କରୁଥିଲେ। ଭାବିଲେ ଫେରିଯିବି, କିନ୍ତୁ ଗାଁ ଘର ଭଡ଼ାରେ ଲାଗି ସାରିଥିଲା। ଆଉ 11 ମାସର କଣ୍ଟ୍ରାକ୍ଟ ବି ଥିଲା। ସେ ଭାବିଲେ କି ବୁଢ଼ା ବୁଢ଼ୀ ହୋଇଗଲେ କ'ଣ ଏମିତି ଅବସ୍ଥା ଭୋଗ କରିବାକୁ ପଡ଼େ? ମୋର ଔକାତ କ'ଣ ଚାକରାଣୀ ସହିତ ସମାନ? ମୁଁ ଖାଲି ବୋହୂକୁ ସାହାଯ୍ୟ କରିବା ପାଇଁ ଘର କାମ କରିଦେଉଥିଲି। କିନ୍ତୁ ସେ ମୋ ବିଷୟରେ ଏମିତି ଭାବୁଛି ବୋଲି ମୁଁ କେବେ ବି କଳ୍ପନା କରିନଥିଲି। ଶାନ୍ତି ଦେବୀଙ୍କ ମନ ଖରାପ ହେବାକୁ ଲାଗିଲା। ବୁଢ଼ୀ ହୋଇଯାଇଥିଲେ ବି ଜୀବନ ପାଇଁ ତାଙ୍କର ଅହେତୁକ ଆଗ୍ରହ ଥିଲା। କିନ୍ତୁ ବୋହୂର କଷ୍ଟକୁ ଲାଘବ କରିବା ପାଇଁ ସେ ନିଜକୁ ଘର ଭିତରେ ବାନ୍ଧି ଦେଇଥିଲେ। କିନ୍ତୁ ଆଜି ସେ ନିଜ ବିଷୟରେ ଏମିତି ଶୁଣିବା ପରେ ଭାବି ଦେଇଥିଲେ କି ଏବେ ଆଉ ନୁହେଁ, ନିଜ ଜୀବନ ନିଜ ତରିକାରେ ଯିବେ। ମନ ହାଲକା କରିବା ପାଇଁ ସେ ଏବେ ପାର୍କ ଯିବା ଆରମ୍ଭ କରିଦେଇଥିଲେ। ଆଉ ଧୀରେ ଧୀରେ ତାଙ୍କର ବହୁତ ଲୋକଙ୍କ ସହିତ ଚିହ୍ନା ପରିଚିତ ହୋଇଗଲା। ଦିନେ ପଡ଼ୋଶୀରେ ରହୁଥିବା ସବିତାଙ୍କ ସହିତ ଦେଖାହେଲା। ସବିତାଙ୍କ ସହିତ ସେ ବି ଭଲରେ ମିଶିଗଲେ। କଥା କଥାରେ ସବିତା କହିଲେ କି ତାଙ୍କ ଶାଶୁଙ୍କର ଗତ 1 ମାସ ହେଲା ମୃତ୍ୟୁ ହୋଇଗଲା। ଆଉ ଶାଶୁଙ୍କ ମୃତ୍ୟୁ ପରେ ସେ ଏବେ ହଇରାଣ ହୋଇଗଲେଣି। କାରଣ ଶାଶୁ ତାଙ୍କ ପିଲାଙ୍କର ଦାୟିତ୍ୱ ନେଉଥିଲେ। ଆଉ ଆଖପାଖରେ ବି ଡେ କେୟାର ସେଣ୍ଟର ନଥିବାରୁ ତାଙ୍କୁ ଅସୁବିଧା ହେଉଛି। ଆଉ 1 ମାସ ହେଲା ସେ ଚାକିରିକୁ ଯାଇପାରୁନାହାନ୍ତି। ଏଥିପାଇଁ ସେ ଚିନ୍ତାରେ ଅଛନ୍ତି। ସବିତାଙ୍କ କଥା ଶୁଣି ଶାନ୍ତିଦେବୀ କହିଲେ କି ଝିଅ, ଖରାପ ନ ଭାବିଲେ ଗୋଟେ କଥା କହିବି। ମୁଁ ତମ ପିଲାକୁ ସମ୍ଭାଳି ପାରିବି। ସବିତା ପଚାରିଲେ କି ଆପଣ କେଉଁଠି ରହୁଛନ୍ତି? ସେଠୁ ଶାନ୍ତି ଦେବୀ କହିଲେ କି ମୋ ନାଁ ଶାନ୍ତି, ମୁଁ ସୀମାର ଶାଶୁ। ମୋ ପୁଅ ସାଗର ଜଣେ ଶିକ୍ଷକ। ଶାନ୍ତି ଦେବୀଙ୍କ ସହିତ କଥା ହେବା ପରେ ଯେମିତି ସବିତାଙ୍କର ଇଚ୍ଛା ପୂରଣ ହୋଇଗଲା। ଶାନ୍ତି ଦେବୀ ବି ନିଜ ଜୀବନକୁ ନୂଆ ଦିଗ ଦେବାକୁ ଚାହୁଁଥିଲେ। ଆଉ ତାଙ୍କୁ ବି ନୂଆ ନୂଆ ଲୋକଙ୍କ ସହିତ ମିଶିବାକୁ ଭଲ ଲାଗୁଥିଲା। ପରଦିନ ସବିତା ନିଜ ପିଲାକୁ ଶାନ୍ତି ଦେବୀଙ୍କ ପାଖରେ ଛାଡ଼ିଦେଇ ଡ୍ୟୁଟିକୁ ପଳେଇଲେ। ଆଉ ଶାନ୍ତି ଦେବୀ ତାଙ୍କ ପିଲାଙ୍କୁ ନେଇ ଯେତେବେଳେ ଘରକୁ ଆସିଲେ, ସୀମା ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ପଚାରିବାରୁ ଶାନ୍ତି କହିଲେ କି ପଡ଼ୋଶୀରେ ରହୁଥିବା ସବିତାଙ୍କ ପିଲା। କେହି ନଥିବାରୁ ସେ ପିଲାଙ୍କୁ ଛାଡ଼ି ଚାକିରିକୁ ଯାଇପାରୁନଥିଲେ। ଆଉ ମୋର ବି ଦିନ ସାରା ମନ କେଉଁ କଥାରେ ଲାଗୁନି, ବୋର ହୋଇଯାଉଛି। ଏଥିପାଇଁ ଭାବିଲି କି ସେ ଡ୍ୟୁଟିରେ ଯିବା ପରେ ଏଇ 2 ପିଲାଙ୍କର ଦାୟିତ୍ୱ ନେବି। ମୋ ସମୟ ବି ଭଲରେ କଟିଯିବ, ଆଉ କିଛି ଟଙ୍କା ବି ମିଳିଯିବ। ଏସବୁ ଶୁଣିକି ସୀମା ଚିଡ଼ିଗଲେ। କହିଲେ ମା, ମତେ ନ ପଚାରିକି ମୋ ଘରେ ତମେ ଏସବୁ କେମିତି କରିପାରିବ? ଏଟା ସହର, ତମ ଗାଁ ନୁହେଁ ଯେ ମେଳା ଲଗେଇବେ। ଯାହାଠୁ ଆଣିଥିଲେ ତାଙ୍କୁ ଫେରେଇକି ଆସନ୍ତୁ ସେ ପିଲା 2ଟିଙ୍କୁ। ସେଠୁ ଶାନ୍ତି ଦେବୀ କହିଲେ କି ବୋହୂ, ମୋର ଦୀର୍ଘ ଦିନ ହେଲା ଇଚ୍ଛା ଥିଲା କି ମୁଁ ମୋ ନିଜ କାମ ଆରମ୍ଭ କରେ, କିନ୍ତୁ କେବେ ସୁଯୋଗ ମିଳିନଥିଲା। ଆଉ ଆଜି ଯେତେବେଳେ ଜଣାପଡ଼ିଲା କି ଆଖପାଖରେ ଡେ କେୟାର ନାହିଁ ବୋଲି, ତେଣୁ ମୋର ଇଚ୍ଛା ହେଲା କି ମୁଁ ଏ କାମ ଆରମ୍ଭ କରେ। ମୋ ନିଜର ବି ଏକ ପରିଚୟ ସୃଷ୍ଟି କରେ। ଏସବୁ ଶୁଣି ସୀମା ଯେମିତି ତାଶ୍ଚଲ୍ୟ କଲା ପରି ହସିଦେଲେ। ଆଉ କହିଲେ କି ମା, ତମର ବୟସ କେତେ ହେଲାଣି ଜାଣିଛ କି ନା? ପରିଚୟ ସୃଷ୍ଟି କରିବା ପାଇଁ ଏହି ବୟସରେ ଏମିତି ସବୁ କାମ କରିବାଟା ତମକୁ ଶୋଭା ଦେଉନି। ଲୋକଙ୍କ ପିଲାଙ୍କୁ ଦେଖାଶୁଣା କରିବ। ଯଦି ତମର କିଛି ହୋଇଗଲା ତାହେଲେ ତମର ସେବା କିଏ କରିବ? ଆମଠୁ ତ କିଛି ବି ଆଶା କରିବନି। ବୋହୂର ଏମିତି କଡ଼ା କଥା ଶୁଣି ଶାନ୍ତି ଦେବୀ କହିଲେ କି ଠିକ୍ ଅଛି, ଯଦି ତୋର ପସନ୍ଦ ନୁହେଁ ତାହେଲେ କାଲିଠୁ ମୁଁ ଏ ପିଲାଙ୍କୁ ଆଣିବିନି।
କିନ୍ତୁ ଏ ପିଲାମାନେ ଆଜି ଏଇଠି ରହିବେ। ସେଠୁ ସୀମା କହିଲେ କି ନାଇଁ ମା, ମୁଁ ଗୋଟେ ଘଣ୍ଟା ପାଇଁ ବି ବରଦାସ୍ତ କରିପାରିବିନି। ତମେ ଏବେ ହିଁ ସେମାନଙ୍କୁ ନେଇ ଛାଡ଼ି ଦେଇ ଆସ। ବୋହୂ କଥା ଶୁଣି ଶାନ୍ତି ଦେବୀ ସେମାନଙ୍କୁ ନେଇ ପାର୍କ ଚାଲିଗଲେ। ଦିନ ସାରା ପିଲାମାନେ ପାର୍କରେ ଖେଳିଲେ। ଆଉ ଯେତେବେଳେ 5ଟା ବାଜିଲା, ସବିତା ଆସି ପିଲାଙ୍କୁ ନେଇଗଲେ। ଶାନ୍ତି ଦେବୀ ଘରକୁ ଯିବା ପରେ ସୀମା କଥା ଭାବି ଭାବି ତାଙ୍କ ଆଖିରୁ ଲୁହ ଝରିବାରେ ଲାଗିଲା। ରୁମ୍କୁ ଯାଇ ସ୍ୱାମୀଙ୍କ ଫଟୋ ସାମ୍ନାରେ ବସିଗଲେ। ଆଜି ସେ ନିଜକୁ ଏକୁଟିଆ ମନେ କରୁଥିଲେ। ତେଣୁ ସ୍ୱାମୀଙ୍କ ଫଟୋ ସହିତ କଥା ହେବାକୁ ଲାଗିଲେ। କ'ଣ ଏ ବୟସରେ ମୋ ପରିଚୟ ସୃଷ୍ଟି କରିପାରିବିନି? ବୃଦ୍ଧାବସ୍ଥା ଆସିଗଲା ମାନେ ନୁହେଁ ଯେ ଖାଲି ବସି ବସି ମୃତ୍ୟୁକୁ ଅପେକ୍ଷା କରିବି। ଏହା କହି କହି ସେ ସ୍ୱାମୀଙ୍କ ଫଟୋକୁ ନିରେଖି ଦେଖୁଥିଲେ। ତାଙ୍କୁ ଲାଗିଲା ଯେମିତି ତାଙ୍କ ସ୍ୱାମୀ ତାଙ୍କୁ ସାହସ ଦେଉଛନ୍ତି। ଆଉ ସେ ସମୟରେ ତାଙ୍କ ମନରେ ଗୋଟିଏ ଆଶା ଜାଗି ଉଠିଲା। ଆଉ ସେ ନିଶ୍ଚୟ କରିନେଲେ କି ସେ ଏଠି ରହିକି ନିଜ ଜୀବନକୁ ସାର୍ଥକ କରିବେ। ଆଉ ସେ ନିଜ ବୋହୂକୁ ଦେଖେଇ ଦେବେ କି ବୟସ ଅଧିକ ହୋଇଗଲେ ଜୀବନ ସରିଯାଏନି। ରାତିରେ ଯେତେବେଳେ ସାଗର ଘରକୁ ଫେରିଲେ, ସେ ନିଜ ଯୋଜନା ବିଷୟରେ କହିଲେ। ମାର ଇଚ୍ଛା ଶୁଣି ସାଗର ବି ଖୁସି ହୋଇଗଲେ। ଆଉ ସେ ତୁରନ୍ତ ହଁ କରିଦେଲେ। କିନ୍ତୁ ସୀମା କହିଲେ କି ଏ ବୟସରେ ମାଙ୍କୁ କାମ କରିବା କ'ଣ ଦରକାର? ଯଦି କାମ କରିବାକୁ ଚାହୁଁଛନ୍ତି ତାହେଲେ ଘରେ ବସି ଘର କାମ କରନ୍ତୁ। ସୀମାକୁ ଉତ୍ତର ଦେବାକୁ ଯାଇ ସାଗର କହିଲେ କି ମାଙ୍କର ଯାହା ବି ଇଚ୍ଛା ଅଛି ସେ ସେଇଟା କରନ୍ତୁ। ସେଠୁ ସାଗର କହିଲେ କି ମା, ମୁଁ କାଲି ହିଁ ଗୋଟିଏ ଘର ଠିକ୍ କରିଦେଉଛି। ସୀମା ରାଗିକି ନିଜ ସ୍ୱାମୀକୁ ଅନାଉଥିଲେ। ସେତିକିବେଳେ ଶାନ୍ତି ଦେବୀ କହିଲେ କି ବୋହୂ, କାହା ଘରେ ଚାକରାଣୀ ହେବା ଅପେକ୍ଷା ନିଜ ମନ ପସନ୍ଦର କାମ କରିବା। ଆଉ ମୁଁ ସେଇ କାମ ହିଁ କରିବି। ବୁଢ଼ୀ ହୋଇଯିବା ମାନେ ନୁହେଁ ଯେ ମଣିଷର ଅସ୍ତିତ୍ୱ ପଳେଇବ। କାଲି ଯାଏ ତୁ ମୋ ସହିତ ଯାହା କରିବା କଥା କରିଦେଲୁ, କିନ୍ତୁ ଆଜି ପରଠୁ ମୋ ଜୀବନ କେମିତି ବିତିବ ସେଇଟା ମୁଁ ସ୍ଥିର କରିବି, ତୁ ନୁହଁ। ଏହା କହିକି ଶାନ୍ତିଦେବୀ ପାର୍କକୁ ପଳେଇଲେ। ନିଜ ଶାଶୁଙ୍କ ମୁହଁରେ ଏତିକି କଥା ଶୁଣି ସୀମା ଆଶ୍ଚର୍ଯ୍ୟ ହୋଇଗଲେ। ପରଦିନ ସାମ୍ନାରେ ଥିବା ଫ୍ଲାଟର ଗୋଟିଏ ରୁମ୍ ଭଡ଼ାରେ ନେଇଗଲେ ସାଗର। ଆଉ ଶାନ୍ତି ଦେବୀ ସକାଳୁ ସକାଳୁ ପ୍ରସ୍ତୁତ ହୋଇ ସେଇଠାକୁ ପଳେଇଥିଲେ। ଆଉ ସବିତା ନିଶ୍ଚିନ୍ତ ହୋଇ ନିଜ ପିଲାଙ୍କୁ ସେଠାରେ ଛାଡ଼ି ଦେଇ ଅଫିସ ପଳାଉଥିଲେ। ସେ ପିଲାମାନେ ବି ଶାନ୍ତି ଦେବୀଙ୍କ ସହିତ ବହୁତ ଖୁସିରେ ରହୁଥିଲେ। ଶାନ୍ତିଙ୍କ କାମକୁ ଦେଖି ସୋସାଇଟିର ଅନ୍ୟ ବାପା ମା ବି ସେମାନଙ୍କ ପିଲାଙ୍କୁ ଶାନ୍ତି ଦେବୀଙ୍କ ପାଖରେ ଛାଡ଼ିବାକୁ ଲାଗିଲେ। ଏମିତି ଏମିତି 10 ଜଣ ପିଲା ହୋଇଗଲେ। ପିଲାଙ୍କ ସଂଖ୍ୟା ବଢ଼ିବାରୁ ଶାନ୍ତି ଦେବୀ ଜଣେ ସହାୟିକାଙ୍କୁ ରଖିଲେ, ଯିଏକି ପିଲାଙ୍କୁ ସମ୍ଭାଳୁଥିଲା। ସଫା ସୁତୁରା କରିବା ସହିତ ପିଲାଙ୍କ ଖାଇବା ବି ପ୍ରସ୍ତୁତ କରିଦେଉଥିଲା। ଦେଖୁ ଦେଖୁ ଶାନ୍ତି ଦେବୀଙ୍କର କାମ ବଢ଼ିବାରେ ଲାଗିଲା। ପିଲାଙ୍କ ସଂଖ୍ୟା ବଢ଼ିବାରୁ ଆଉ ଏକ ରୁମ୍ ବି ସେ ଭଡ଼ାରେ ନେଲେ। ଥରେ ଜଣେ ମହିଳା କହିଲେ କି ସୋସାଇଟିରେ ରହୁଥିବା ଜଣେ ବୟସ୍କା ମହିଳା ବହୁତ ଅସୁବିଧାରେ ଅଛନ୍ତି। ତାଙ୍କୁ ତାଙ୍କ ବୋହୂ ବହୁତ ହଇରାଣ କରୁଛି। ସେଠୁ ଶାନ୍ତି ଦେବୀ ସେହି ବୟସ୍କା ମହିଳାଙ୍କୁ ଡକେଇ ପଠେଇଲେ। ତାଙ୍କ ନାଁ ଲତା ଥିଲା। ଲତାଙ୍କ ଠାରୁ ସବୁ ଶୁଣିବା ପରେ ଶାନ୍ତି ଦେବୀ କହିଲେ କି ତମେ ଚାହିଁଲେ ମୋ ସହିତ କାମ କରିପାରିବ। ତମେ ମେସିନ କାମ ଜାଣିଛ ବୋଲି କହୁଛ। ଘରେ ମୋର କପଡ଼ା ସିଲେଇ ମେସିନ ପଡ଼ି ରହିଛି। ଘରେ ଫାଲତୁରେ ଜାଗା ମାଡ଼ି ବସିଛି। ତେଣୁ ଆମେ ତାକୁ ଆଣି ଗରିବ ଝିଅଙ୍କୁ କମ୍ ଦରରେ ସିଲେଇ ଶିଖେଇବା କାମ ଆରମ୍ଭ କରିବା। ଏମିତିରେ ସେମାନେ ବି ଆତ୍ମନିର୍ଭର ହୋଇପାରିବେ। ଆଉ ଆମକୁ ଜୀବନ ଜୀଇବାର ମୌକା ମିଳିଯିବ। ଟଙ୍କା ରୋଜଗାର ଆମର ଉଦ୍ଦେଶ୍ୟ ନୁହେଁ, ହେଲେ ଯଦି ଏମିତି କରିକି ଆମ ବୟସରେ କିଛି କରିବାର ମୌକା ମିଳୁଛି, ଆଉ କିଛି ଟଙ୍କା ବି ମିଳିଯାଉଛି, ତାହେଲେ ଖରାପ କ'ଣ? ଲତା ଦେବୀଙ୍କୁ କଥାଟା ପସନ୍ଦ ଆସିଗଲା। ପରଦିନ ଠାରୁ ହିଁ ଶାନ୍ତି ଦେବୀଙ୍କ ପାଖକୁ ଆସି 1-2 ଘଣ୍ଟା କାମ କରିବାରେ ଲାଗିଲେ। ଶାନ୍ତି ଦେବୀଙ୍କ ସହିତ କାମ କରିକି ଲତା ଦେବୀଙ୍କୁ ବି ଭଲ ଲାଗିଲା। ଦୁହେଁ ଏବେ ସାଙ୍ଗ ହୋଇଯାଇଥିଲେ। ଲତା ଦେବୀ, ଯିଏକି ଘରୋଇ ଝଗଡ଼ା ସହି ସହି ରୋଗିଣା ହୋଇଯାଇଥିଲେ, ସିଏ ଏବେ ଶାନ୍ତି ଦେବୀଙ୍କ ସହିତ ମିଶିବା ପରେ ପୁରା ଖୁସିରେ ରହିବାକୁ ଲାଗିଥିଲେ। ଧୀରେ ଧୀରେ ଶାନ୍ତି ଦେବୀଙ୍କ ସହିତ ଅନ୍ୟ ମହିଳାମାନେ ବି କାମ କରିବାରେ ଲାଗିଥିଲେ। ଆଉ ଏଥିପାଇଁ ସେ ଜାଗା ଏବେ ହେଉନଥିଲା କାମ କରିବା ପାଇଁ। ଶାନ୍ତି ଦେବୀଙ୍କ କଥାରେ
ସାଗର ସୋସାଇଟିର ବାହାରେ ଏକ ବଡ଼ ଘର ନେଇଗଲେ। ଏବେ ସବୁ ମହିଳାଙ୍କର ଭଲ ରୋଜଗାର ହେଇଯାଉଥିଲା। ସେମାନେ ବି ଖୁସି ଥିଲେ କି ଚଳିବା ପାଇଁ ଟଙ୍କା ମିଳିଯାଉଛି ଆଉ ସମୟ କାଟିବା ପାଇଁ ଭଲ ଜାଗା ବି ମିଳିଯାଉଛି। ଏବେ ସେମାନେ ଆଉ ନିଜ ଖର୍ଚ୍ଚ ପାଇଁ ପୁଅ ବୋହୂଙ୍କ ଉପରେ ନିର୍ଭର କରିବାକୁ ପଡ଼ୁନଥିଲା। ସେମାନେ ପରସ୍ପର ସହିତ ହସଖୁସି ହୋଇ ନିଜ ସୁଖ ଦୁଃଖ ବାଣ୍ଟୁଥିଲେ। ପ୍ରକୃତରେ ସେମାନଙ୍କୁ ଜଣେ ଦରକାର ଥିଲେ ଯିଏକି ସେମାନଙ୍କର ଦୁଃଖ ସୁଖ ପଚାରିବେ। ଆଉ ସେମାନଙ୍କୁ ବି ଶାନ୍ତି ଦେବୀ ପରି ମହିଳା ମିଳିଯାଇଥିଲେ। ଧୀରେ ଧୀରେ ମହିଳାଙ୍କ ସଂଖ୍ୟା ବଢ଼ିକି 20 ହୋଇଯାଇଥିଲା। ଶାନ୍ତି ଦେବୀ ସମସ୍ତଙ୍କୁ କିଛି ନା କିଛି କାମ ଦେଇ ପ୍ରେରଣା ଦେଉଥିଲେ। କିଏ ଆଚାର ତିଆରି କରିବା ଶିଖାଉଥିଲେ ତ ଆଉ କିଏ ପିଲା ସମ୍ଭାଳୁଥିଲେ। ଧୀରେ ଧୀରେ ସେ ସମସ୍ତ ମହିଳାଙ୍କର ପରିଚୟ ବଢ଼ିବାକୁ ଲାଗିଲା। ଆଉ ସାରା ସହର ସେମାନଙ୍କୁ ଚିହ୍ନି ସାରିଥିଲେ। ଆଉ ବୟସ୍କ ମହିଳାଙ୍କର ଏହି କାମକୁ ସେମାନେ ସମ୍ମାନ ଦେବା ଆରମ୍ଭ କରିଦେଇଥିଲେ। ଥରେ ସୀମା ଶାନ୍ତି ଦେବୀଙ୍କ କେନ୍ଦ୍ରକୁ ଯାଇଥିବା ବେଳେ ସବିତା ପଚାରିଲେ କି ଆପଣ କିଏ? ଆପଣଙ୍କୁ ତ ଆଗରୁ କେବେ ଦେଖିନି। ସେତେବେଳେ ସୀମା କହିଲେ କି ମୁଁ ହେଉଛି ଏହି କେନ୍ଦ୍ରର ପରିଚାଳକ ଶାନ୍ତି ଦେବୀଙ୍କ ବୋହୂ। ସେତେବେଳେ ସବିତାଙ୍କ ମନକୁ ବର୍ଷକ ତଳେ ଶାନ୍ତି ଦେବୀଙ୍କ ସହିତ ହୋଇଥିବା କଥା ମନେ ପଡ଼ିଗଲା। ସେତେବେଳେ ଶାନ୍ତି ଦେବୀ କହିଥିଲେ କି ମୁଁ ସୀମାର ଶାଶୁ। ସେତେବେଳେ ତାଙ୍କର ପରିଚୟ କେବଳ ଏତିକି ଥିଲା। ହେଲେ ଏହି ବର୍ଷକ ଭିତରେ ସେ ପରିଚୟ ବଦଳି ଯାଇଥିଲା। ଆଜି ତାଙ୍କ ବୋହୂକୁ ଶାନ୍ତି ଦେବୀଙ୍କ ନାଁର ଆବଶ୍ୟକତା ଥିଲା। ଆଜି ଶାନ୍ତି ଦେବୀ ପ୍ରମାଣ କରିଦେଇଥିଲେ କି ବୟସ କେବଳ ଏକ ସଂଖ୍ୟା। ଯଦି ମନରେ ଦୃଢ଼ ବିଶ୍ୱାସ ରହିଛି ତାହେଲେ ତମ ଲକ୍ଷ୍ୟକୁ କେମିତି ବି ପୂରଣ କରାଯାଇପାରେ। ସାଗର ନିଜ ମାଙ୍କର ସାଥ ଦେବା ପରି ଯଦି ଆଜିର ଯୁବପିଢ଼ି ନିଜ ବାପା ମାଙ୍କର ବି ସାଥ ଦିଅନ୍ତି ତାହେଲେ ସେମାନେ ବି ସେମାନଙ୍କ ସ୍ୱପ୍ନ ପୂରଣ କରିପାରନ୍ତେ। ପିଲାମାନଙ୍କର ଗୋଟିଏ ଛୋଟିଆ ପଦକ୍ଷେପ ସେମାନଙ୍କ ବାପା ମାଙ୍କ ବୃଦ୍ଧାବସ୍ଥାକୁ ସାର୍ଥକ କରିପାରନ୍ତା। କାହାଣୀଟି କେମିତି ଲାଗିଲା? ଶାନ୍ତି ଦେବୀଙ୍କ ସାହସିକତାକୁ ନେଇ ଆପଣ କମେଣ୍ଟ ବକ୍ସରେ ଆପଣଙ୍କର ମତ ଦେବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଅନ୍ କରିଦେବା ସହିତ ଆମ ଫେସବୁକ୍ ପେଜକୁ ବି ଫଲୋ କରିଦେବେ। ଲିଙ୍କ ଡେସ୍କ୍ରିପ୍ସନରେ ରହିଛି। ଧନ୍ୟବାଦ।